ସମସ୍ତଙ୍କୁ ମୋର ନମସ୍କାର। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। 3-4 ଦିନ ହେଲାଣି ଦିଲ୍ଲୀରେ ବହୁତ ବର୍ଷା ହଉଥିଲା। ଆଜି କିନ୍ତୁ ଟିକେ ଭଲ ପାଗ ହେଇଛି। ଭଲ ପାଗ ମାନେ ଜଷ୍ଟ ଟିକେ ଟିକେ ଖରା ହଉଛି। ଆପଣ ଦେଖନ୍ତୁ ଏଇ ବିଲ୍ଡିଂ ଉପରେ ଯୋଉ ଟିକିଏ ଖରା ପଡୁନି ସେଇଥିରୁ ମୁଁ ଅନୁମାନ କରୁଛି କି ଆଜି ପାଗଟା ଭଲ ହିଁ ହବ। ସେଥିପାଇଁ ଲୁଗାପଟା ଟିକେ କାଚିଦବା କଣ ପାଇଁ କି ଖରାରେ ଲୁଗାପଟା ଶୁଖେଇଲେ ଟିକେ ଭଲ। ଏପଟେ ସେଥିପାଇଁ ମୋ ଜ୍ୟାକେଟଟା ମତେ କାଚିବାର ଥିଲା। ମୁଁ ଦେଖୁଥାଏ ଏ ଖରା ସବୁଆଡେ ହଉଛି ତ ଖରାଟା କମ ହେଇଯିବନି ତ ତାପରେ ମୁଁ ଜ୍ୟାକେଟଟାକୁ କାଚିବା ପାଇଁ ପକେଇଦେଲି ଆଉ ତା ସାଙ୍ଗରେ ମୋର ଏଇ ଷ୍ଟୋଲଟାକୁ ବି। ମୁଁ ସବୁବେଳେ ଉଲେନ କ୍ଲୋଥ୍ସକୁ ଇଜିରେ କାଚେ। ଏଇଟା ତ ଆପଣମାନେ ସମସ୍ତେ ହିଁ କରୁଥିବେ କଣ ପାଇଁ କି ଇଜିରେ କାଚିଲେ କଣ କି ଜିନିଷ ଗୁଡାକ ଭଲ ରହେ ସର୍ଫ ଆଉ ସର୍ଫ ଟା ନା ଲାଗିକି ବି ରହିଯାଏ। ଆପଣ ଯଦି କୋଉ ଉଲେନ କ୍ଲୋଥ ଗୁଡାକରେ ନା ଏମିତି ସର୍ଫ ଦେବେ ସର୍ଫ ଗୁଡା ତା ଭିତରେ ପଶିକି ରହିଯିବ ଆଉ ଭଲରେ ଛାଡିବନି। ସେଥିପାଇଁ ମୁଁ ସବୁବେଳେ ଇଜିରେ ହିଁ କାଚେ। ଆଉ ଏଠି ମୁଁ ମୋ ୱାସିଂ ମେସିନକୁ ଚଲେଇଦେଲି ଆଉ ଟିକେ ଟର୍ବୋ ୱାଶରେ ଦେଇଦେଲି କଣ ପାଇଁ କି ମୋ ଜ୍ୟାକେଟରେ ସେଦିନ ଖାଇବା ପଡିଯାଇଥିଲା ଆଉ ଲାଇଟ୍ କଲର ଜ୍ୟାକେଟଟା ସେଥିପାଇଁ। ତାପରେ ଆସିଲି ଆଉ ମତେ ମୋ ଆୟୁର୍ବେଦିକ ଔଷଧ ଖାଇବାର ଥିଲା। ଆୟୁର୍ବେଦିକ ଔଷଧ ମତେ ରେଗୁଲାର ଖାଇବାକୁ ପଡୁଛି କଣ ପାଇଁ କି ଯେବେଠୁ ମୋର ଆଜମା ବାହାରିଛି ଇନହେଲର ନଉଥିଲି। ଇନହେଲରଟା କିନ୍ତୁ ଏବେ ବନ୍ଦ ହେଇଯାଇଛି କଣ ପାଇଁ କି ଆୟୁର୍ବେଦିକ ଔଷଧ ଖାଇଲା ପରେ ମୋର ଥଣ୍ଡାଟା ଟିକେ ସବୁବେଳେ କଣ୍ଟ୍ରୋଲରେ ରହୁଛି। ଆଉ ଜାଣିଛନ୍ତି ଏହି ଆୟୁର୍ବେଦିକ ଔଷଧ ଆମ ଓଡିଶାରୁ ହିଁ ଆସିଛି। ଆମ ଓଡିଶା ମାଟି ଜିନ୍ଦାବାଦ। ଯାହା କହିବେ ସବୁ କିଛି ଆପଣଙ୍କୁ ମିଳିଯିବ। ଖରାବେଳ ଖାଇବାର ଟାଇମ ହେଇଯାଇଥିଲା ତ ଖରାବେଳ ଖାଇବାରେ ଆଜି ମୁଁ ଗରମ ଗରମ ଭାତ କୋଳଥ ଡାଲି ଏଥିରେ ଆମ୍ବୁଲ ଆଉ ରସୁଣ ଦେଇକି ବଘରା ହେଇଛି ମିକ୍ସ ଭଜା ଆଉ ନିମ୍ବ ପତ୍ର ବାଇଗଣ ଦେଇ ଭାଜିଥିଲି ସେଇଟାକୁ ଖାଇଲି। ଆଉ ଖାଇଲା ବେଳେ ସ୍ୱାମୀ ନଥାନ୍ତି ସେ ତ ଅଫିସ ଯାଇଛନ୍ତି ତ ଏକା ବସିକି ଖାଇବାକୁ ଟିକେ ବୋର ଲାଗେ। ସେଥିପାଇଁ ମୁଁ ଖାଲି କଣ ଖାଇବି ବସିକି ମୁଁ ଟିଭି ଦେଖୁଥାଏ। ଟିଭି ଦେଖି ଦେଖି ଖାଇଲେ ସମୟଟା ଜଣା ପଡେନି ଆଉ ଖାଇବାଟା ବି ସରିଯାଉ ଓ ଏକା ଖାଉଛି ବୋଲି ମୁଁ ଜାଣି ହିଁ ପାରେନି। ଏଇ ସମୟରେ ସ୍ୱାମୀଙ୍କର ବି ସେପଟେ ଲଞ୍ଚ ବ୍ରେକ୍ ହେଇଥାଏ 1ରୁ 2ଟା ଖାଇସାରିଲା ପରେ ସେ ମତେ ଯେମିତି ହେଲେ ବି ଫୋନ କରନ୍ତି। ସନ୍ଧ୍ୟା ହେଇଯାଇଥିଲା ମୁଁ ଭାବିଲି ଆଜି ରାତିରେ ଚିଲି ମସରୁମ ଆଉ ଏଗ ଫ୍ରାଇଡ ରାଇସ୍ କରିବି। ଚିଲି ମସରୁମ ପାଇଁ ମୁଁ ଛତୁକୁ ପୁରା ଭଲ ଭାବରେ ଧୋଇ ଦେଇଥିଲି। ଆପଣମାନେ ଯେତେବେଳେ ବି ଛତୁକୁ ଧୋଇବେ ସେଥିରେ ଟିକେ ଅଟା ପକେଇକି ଭଲ ଭାବରେ ଘଷି ଦେବେ। ଦେଖିବେ ଆପଣଙ୍କ ଛତୁ ପୁରା ଭଲ ଭାବରେ ଧୋଇ ହେଇକି ଧଳା ହେଇଯିବ। ଏପଟେ ତ ପାଳ ଛତୁ ମିଳୁନି ବଟମ ଛତୁ ସେଥିପାଇଁ ସେଇ ବଟମ ଛତୁରେ ଯାହା କରିବାକୁ ପଡୁଛି। ଆଉ ମୁଁ କର୍ଣ୍ଣଫ୍ଲୋରର ଗୋଟେ ପାଣିଆ ବ୍ୟାଟରଟେ କରିକି ସେଥିରେ ସବୁ ମୋର ଛତୁ ଗୁଡାକ ପକେଇ ଦେଇଥିଲି। ତାକୁ ଭଲ ଭାବରେ ଗୋଳେଇକି ତାପରେ ତେଲରେ ଭଲ ଭାବରେ ତାକୁ ଛାଣିଲି। ଏଇଟା ମୁଁ ଗୋଟେ ଭୁଲ କରିଦେଇଥିଲି। ଆପଣ ଯଦି ଚାହିଁବେ କର୍ଣ୍ଣଫ୍ଲୋରର ମାନେ ଏମିତି ବ୍ୟାଟରଟା ନ କରିକି ମାନେ ପାଣିଆ ବ୍ୟାଟର ନ କରିକି ଆପଣ ଶୁଖିଲା ପାଉଡରରେ ଗୋଳେଇଲେ ଆଉ ଭଲ ହବ। ମୁଁ ପାଣିଆ କରିଥିଲି ବୋଲି ଚାରିଆଡେ ତେଲ ଛିଟା ଗୁଡାକ ମାରିଲା। ମୋର ରୋଷେଇ ଘର ପୁରା ଅସନା ହେଇଯାଇଥିଲା। ସେଥିପାଇଁ ଶେଷରେ ମୁଁ ଭାବିକି ତାକୁ ଘୋଡେଇ ଦେଲି। ଘୋଡେଇ ଦେଲା ପରେ ଏତେ ଅସୁବିଧା ହେଲାନି କିନ୍ତୁ ମୋ ମତରେ ଆପଣ ଶୁଖିଲା କଲେ ଭଲ ହବ। ଏଇଟା ଦେଖନ୍ତୁ ଧୀରେ ଧୀରେ କରିକି ଆପଣ ତାକୁ ସ୍ଲୋ ଫ୍ଲେମରେ ଛାଣିବେ। ଷ୍ଟାର୍ଟିଂରୁ ତ ହାଇ ଫ୍ଲେମ କରିବେ ନହେଲେ ନା ସେଗୁଡା ପୁରା ତଳେ ଲାଗିଯିବ। ଛତୁ ଗୁଡାକ ମୋର ପୁରା ଭଲ ଭାବରେ ଛାଣି ହେଇଯାଇଛି। ଆପଣ ଏତିକି ହିଁ ଛାଣିବେ ବେଶୀ ଛାଣିଲେ ତାର ସେଗୁଡା ପୋଡିଯିବ। ତାପରେ ମୁଁ ସେଗୁଡାକ ସବୁ ଭଲ ଭାବରେ ବାହାର କରିଦେଲି। ଏମିତି ଟିକେ ଛାଣି ଛାଣିକି ବାହାର କରିବି ଯେମିତି ତେଲ ଗୁଡାକ ବାହାରିଯିବ। ଏମିତି କରି ଗୋଟେ ଗୋଟେ ଭାରିରେ ମୁଁ ଛତୁ ଛାଣୁଥିଲି ତା ସାଙ୍ଗରେ ମୁଁ ଏପଟେ ଧୀରେ ଧୀରେ ଅଲଗା କାମ ବି କରୁଥିଲି। କଣ ପାଇଁ କି ଚିଲି ମସରୁମରେ କ୍ୟାପସିକମ ବି ପଡିବ ପିଆଜ ବି ପଡିବ କେତେ କାମ ଥାଏ। ରୋଷେଇଟା କଣ ଗୋଟେ ଛୋଟ ଜିନିଷ ସତରେ। ଆମ ମା ମାନେ ଯେତେବେଳେ କହୁଥିଲେ ତୁ ନିଜେ ରୋଷେଇ କଲେ ଜାଣିବୁ ଏବେ ସତରେ ଜାଣୁଛି। ଏଇଟା ଦେଖନ୍ତୁ ମୁଁ କେମିତି ଢାଙ୍କିଥିଲି ଛତୁଟାକୁ ସେଇ ଆবার ଚାରିଆଡେ ପୁରା ତେଲ ଛିଟା ମାରି ଯାଉଥିଲା। ସେଥିପାଇଁ ଆପଣ ଶୁଖିଲା କର୍ଣ୍ଣଫ୍ଲୋର ଗୁଣ୍ଡ ଦେଇକି କଲେ ବି ଚଳିବ। ଆପଣଙ୍କୁ ଏମିତି କର୍ଣ୍ଣଫ୍ଲୋରର ପାଣି ଦେଇକି କର୍ଣ୍ଣଫ୍ଲୋର କରିବା କିଛି ଦରକାର ନାହିଁ। ଥାଳିଆଟେ ବାହାର କଲି ସବୁ ଜିନିଷ ଯୋଉଗୁଡାକ କାଟୁଛି ରଖିବା ପାଇଁ। ମୁଁ ଗୋଟେ ରେଷ୍ଟୁରାଣ୍ଟରୁ ଥରେ ଖାଇବା ଅର୍ଡର କରିଥିଲି। ସେଥିରେ ମୁଁ ଦେଖିଥିଲି କି ସେମାନେ ଯୋଉ ଚିଲି ମସରୁମ ଚିଲି ମୁଁ କଣ ଚିଲି ଚିକେନ ବୋଧେ ଅର୍ଡର କରିଥିଲି ଭୁଲି ଯାଇଛି। କିନ୍ତୁ ସେଥିରେ ଯାହା ବି ସବୁ ପକେଇଥିଲେ ସେମାନେ ପିଆଜ ଆମର ଗାଜର କହୁଛି ପିଆଜ ରସୁଣ ଆଉ ଅଦା ସେଇ ସବୁ ଜିନିଷକୁ ସେମାନେ ପୁରା ଛୋଟ ଛୋଟ କରି କାଟିଥିଲେ। ଆମେ ତ ସବୁବେଳେ ମୁଁ ଆଗରୁ ବଡ ବଡ କାଟୁଥିଲି। ଆପଣ ମାନେ ବି ଦେଖିଥିବେ ଚିଲି ଆଇଟମରେ ସବୁ ବଡ ବଡ କରିକି ପକା ହୁଏ। କିନ୍ତୁ ଆପଣ ଏମିତି ଥରେ ଟ୍ରାଏ କରିବେ
ବହୁତ ଟେଷ୍ଟି ଲାଗୁଥିଲା। ମାନେ ପିଆଜ, ରସୁଣ, ଅଦା ଆଉ କ୍ୟାପ୍ସିକମ୍ ସବୁ କିଛି ସେମାନେ ଛୋଟ ଛୋଟ କାଟିଥିଲେ। ଏଇଟା ଦେଖନ୍ତୁ ମୁଁ ସବୁ କାଟି ଦେଇଛି। ଏଇଟା ହଉଛି 2ଟା ଯାକର ଜିନିଷ, ଏଗ୍ ଫ୍ରାଏଡ୍ ରାଇସ୍ ଆଉ ଚିଲି ମସରୁମ୍। ଖାଲି ଏକ୍ସଟ୍ରା ଗାଜରଟା ଖାଲି ଆମର ଏଗ୍ ଫ୍ରାଏଡ୍ ରାଇସ୍‌ରେ ପଡ଼ିବ। ଏଗ୍ ଫ୍ରାଏଡ୍ ରାଇସ୍ ପାଇଁ ମୁଁ ଅଣ୍ଡାଟାକୁ ଅଲଗା କରିଥିଲି। କଣ ପାଇଁ କି ସ୍ୱାମୀ କହିଥିଲେ କି ସେ କାଲି ଫ୍ରାଏଡ୍ ରାଇସ୍ ନେଇକି ହସ୍ପିଟାଲ ଯିବେ। ଆଉ ସେ ଜମା ବି ଅଣ୍ଡା ନେଇକି ଯାଆନ୍ତିନି। କଣ ପାଇଁ କି ତାଙ୍କର କୌଣସି ସାଙ୍ଗ ବି ଅଣ୍ଡା ଖାଆନ୍ତିନି। ସେଥିପାଇଁ ମୁଁ ଅଣ୍ଡାଟାକୁ ଅଲଗା କଲି। ପୁରା ସିମ୍ପଲ ଭାବରେ ମୁଁ ଅଣ୍ଡାଟା କରିଥିଲି। ଖାଲି ଗୋଲମରିଚ ଗୁଣ୍ଡ ଆଉ ଟିକେ ଲୁଣ ସେତିକି ଦେଇକି ମୁଁ ଅଣ୍ଡାଟାକୁ ଭଜା କରିକି ରଖିଦେବି। ସ୍ୱାମୀଙ୍କ ପାଇଁ ଫ୍ରାଏଡ୍ ରାଇସ୍‌ଟା ବାହାର କଲା ପରେ ଆମ ଫ୍ରାଏଡ୍ ରାଇସ୍‌ରେ ଆମେ ଅଣ୍ଡା ପକେଇଦବୁ ଆଉ ସେଇଟା ଏଗ୍ ଫ୍ରାଏଡ୍ ରାଇସ୍ ହେଇଯିବ। କଣ କରିବା ଏମିତି ଟିକେ ଆଡଜଷ୍ଟ କରିବାକୁ ପଡେ ଆଉ। ତାପରେ ଏପଟେ ମୁଁ ଏଗ୍ ଫ୍ରାଏଡ୍ ରାଇସ୍ ପାଇଁ କାମ ଆରମ୍ଭ କଲି। ଟିକେ ଜଷ୍ଟ କଞ୍ଚା ଲଙ୍କା, ତାପରେ ଅଦା, ରସୁଣ ସବୁ ପକା ହବ। ସେଇଟାକୁ ବେଶୀ ବି ଆପଣ ଭାଜିବେନି। ଅଦା ରସୁଣକୁ ପୁରା ଭାଜିଦେଲେ ଟିକେ ପିତା ପିତା ଲାଗେ। ତ ସେଥିପାଇଁ ସେଟା ଜଷ୍ଟ ଟିକେ ଭାଜିବେ ଆଉ ଟିକେ ଭାଜି ହେଲା ପରେ ହିଁ ସେଥିରେ ଆପଣ ସାଙ୍ଗେ ସାଙ୍ଗ ତାପରେ ପିଆଜଟା ପକେଇଦେବେ। ପିଆଜଟାକୁ ବି ବେଶୀ ଭାଜିବାକୁ ପଡେନି। ମୁଁ ଧୀରେ ଧୀରେ କରିକି ଏମିତି ଟିକେ ଟିକେ ଭାଜୁଥିଲି ଆଉ ପିଆଜ ପକେଇ ପକେଇ ଯାଉଥିଲି। ପିଆଜଟା ଯେବେ ଟିକେ ଭାଜି ହେଇଯିବ ତାପରେ ଆମେ ସେଥିରେ ଗାଜର ପକେଇଦବା। ଗାଜରଟାକୁ ବି ଆପଣ ପୁରା ସିଝେଇକି ଭାଜିବେନି। କଣ ପାଇଁ ପୁରା ସିଝିଗଲେ ନା ଗାଜରଟା ମିଠା ହେଇଯାଏ। ତ ଟିକିଏ ଜଷ୍ଟ ଭାଜିକି ଆପଣ ତାପରେ ଯାହା ଆପଣଙ୍କର ଆଉ କ୍ୟାପ୍ସିକମ୍ ପକେଇବାର ଅଛି କ୍ୟାପ୍ସିକମଟା ପକେଇଦେବେ। ଆଉ କ୍ୟାପ୍ସିକମ୍ ପକେଇଲା ପରେ ତ ଜମା ବି ଭାଜିବେନି, ନହେଲେ କ୍ୟାପ୍ସିକମ୍ ଗୁଡାକ ପୁରା ନରମ ହେଇଯାଏ। ଆପଣ ଖାଇଥିବେ ବାହାରେ ଜାଣିଥିବେ କି କେମିତି କ୍ୟାପ୍ସିକମ୍ ଗୁଡାକ ଟିକେ ଟାଣ ଥାଏ ତାଙ୍କର। ତାପରେ ମୁଁ ଟମାଟୋ ସସ୍, ଚିଲି ସସ୍ ଆଉ ଟିକେ ଜଷ୍ଟ ସୋୟା ସସ୍ ପକେଇକି ତାକୁ ଭଲ ଭାବରେ ଟିକେ ଘାଣ୍ଟି ଦେଲି। ଏଇ ସମୟରେ ମୁଁ ଟିକେ ଲୁଣ ବି ପକେଇ ଦେଇଥିଲି। ଭିଡିଓଟା ବୋଧେ ଆସିନି କିନ୍ତୁ ସେଥିରେ ଲୁଣ ବି ପକେଇଥିଲି। ତାପରେ ମୁଁ ଯେତେ ଭାତ ରାନ୍ଧିଥିଲି ସବୁ କିଛି ପକେଇଦେଲି। କଣ ପାଇଁ କି କାଲି ସ୍ୱାମୀଙ୍କ ପାଇଁ ବି ବାହାର କରିବାର ଅଛି ନା, ସେ ଭେଜ୍ ଫ୍ରାଏଡ୍ ରାଇସ୍ ନେଇକି ଯିବେ। ତାପରେ ତାକୁ ଭଲ ଭାବରେ ମିଶେଇବେ। ଲୁଣ ଆପଣ ଟିକେ ଦେଖିଦେବେ। ଯଦି ଲୁଣ କମ ଥିବ ସେ ସମୟରେ ଆପଣ ଟିକେ ଲୁଣ ପକେଇଦେବେ। ମୋର ବି ଟିକେ ଲୁଣ କମ ହେଇଯାଇଥିଲା ତ ସେଥିପାଇଁ ମୁଁ ଲୁଣ ବି ଟିକେ ପକଉଛି। ତାପରେ ତାକୁ ଭଲ ଭାବରେ ମିଶେଇବେ। ନହେଲେ ସବୁ ଜାଗାରେ ଲୁଣ ଗୋଟେ ଗୋଟେ ଜାଗାରେ ଲୁଣ ରହିଗଲେ ଲୁଣ ଖାଇଲା ବେଳକୁ ଲୁଣିଆ ଲାଗିବ। ଏପଟେ ମୁଁ ପୁଣି ଚିଲି ମସରୁମ୍ ପାଇଁ ବି କାମ ଆରମ୍ଭ କଲି। ଫାଷ୍ଟ ତେଲଟା ଗରମ ହେଇନଥିଲା ଆଉ ମୁଁ ପକେଇ ଦେଇଥିଲି। ସେଥିପାଇଁ ତାପରେ ମତେ ଟିକେ ସମୟ ଅପେକ୍ଷା କରିବାକୁ ପଡିଲା। ତାପରେ ସେଥିରେ ପିଆଜ ପକେଇବେ। ପିଆଜଟାକୁ ଟିକେ ଭଲ ଭାବରେ ଭାଜିବେ। କଞ୍ଚା କଞ୍ଚା ପିଆଜଟା ଭଲ ଲାଗିବନି ଏତେ। ପିଆଜଟାକୁ ଟିକେ ଭାଜିଲା ପରେ ଯେତେବେଳେ ଦେଖିବେ ପିଆଜ କଲରଟା ଜଷ୍ଟ ଟିକେ ବଦଳି ଗଲାନି, ତାପରେ ସେଥିରେ କ୍ୟାପ୍ସିକମ୍ ପକେଇଦେବେ। କ୍ୟାପ୍ସିକମ୍ ପକେଇକି ଆଉ ଆପଣଙ୍କୁ ବେଶୀ ସମୟ ଭାଜିବାକୁ ପଡିବନି, କିନ୍ତୁ ଟିକେ ଲୁଣ ଏଇ ସମୟରେ ପକେଇଦେବେ। ଲୁଣ ପକେଇକି କ୍ୟାପ୍ସିକମଟାକୁ ମିଶେଇକି ଟିକେ ଭଲ ଭାବରେ ଭାଜିଲା ପରେ ସେଥିରେ ଆପଣ ଟିକେ ଯାହା ଯାହା ଆପଣ ସସ୍ ପକାନ୍ତି କି ଯାହା ଆପଣ ଯଦି ଅଲଗା କିଛି ମସଲା ପକାନ୍ତି ଆପଣ ସେଗୁଡା ବି ପକେଇ ପାରିବେ। ମୁଁ ତ କିଛି ମସଲା ପକେଇବିନି, ଖାଲି ଲୁଣ, ଟମାଟୋ ସସ୍ ଟିକେ, ଚିଲି ସସ୍ ଆଉ ଟିକେ ସୋୟା ସସ୍ ଏତିକି ପକେଇକି ତାକୁ ଭଲ ଭାବରେ ଟିକେ ମିଶେଇ ଦେବେ। ଆପଣ ଯଦି ଚାହିଁବେ ଏଇ ସମୟରେ ପାଣି ଦେଇପାରିବେ, କିନ୍ତୁ ମୁଁ ଏଇ ସମୟରେ ଆଉ ପାଣିଟା ଦେବିନି। ଟିକେ ତାକୁ ଖାଲି ମିଶେଇଲା ପରେ ଯେତେବେଳେ ଟିକେ ଭଲ ଭାବରେ ଟିକେ ଭାଜି ହେଇଯିବ ସେଥିରେ ଟିକେ ଆମର ଗୋଲମରିଚ ଗୁଣ୍ଡ ଟିକେ ପକେଇଦେବେ। ତାପରେ ତ ହେଲା ଆଉ ସବୁ ଏଇ ଆମର ଆପଣଙ୍କ ଜିନିଷଟା ପୁରା ରେଡି। ଆଉ ତାପରେ ଆମେ ସେଥିରେ ପକେଇବା ଯୋଉ ଆମର ଛତୁ ଗୁଡାକ ଭଜା ହେଇଛି। ଛତୁ ଗୁଡାକ ପୁରା ବଢିଆ ଭାବରେ ଭଜା ହେଇଥିଲା। ସ୍ୱାମୀ ତ ଏଥିରୁ ଏତେ ଗୁଡେ ଖାଇ ଦେଇଥିଲେ, ସେ ହବା ଆଗରୁ ତାଙ୍କୁ ଏଇ ପକୋଡା ଗୁଡାକ ବଢିଆ ଲାଗୁଥିଲା। ତାପରେ ତାକୁ ଭଲ ଭାବରେ ମିଶେଇବେ ଯେମିତି ସବୁ ଜାଗାରେ ସସ୍ ଲାଗିବ। ଏଇ ସମୟରେ ମୁଁ ଟିକେ ଜଷ୍ଟ ସେଥିରେ ପାଣି ଦେଇଥିଲି। ଆପଣଙ୍କର ଇଚ୍ଛା ହେଲେ ଆପଣ ପାଣି ଦେଇପାରନ୍ତି, ନହେଲେ ନାଇଁ। କିନ୍ତୁ ମତେ ଟିକେ ସେଥିରେ ଲାଗୁଥିଲା କି ପାଣି କମ ଅଛି। ଆଉ ମୁଁ ଅଲଗା ଭିଡିଓ ଗୁଡାକ ବି ଦେଖିଛି ୟୁଟ୍ୟୁବରେ, ସେମାନେ ନା କର୍ଣ୍ଣଫ୍ଲୋରକୁ ଟିକେ ଏମିତି ପାଣି ଦେଇକି କରନ୍ତି। ଆପଣଙ୍କୁ ଯଦି ଚିଲି ମସରୁମ୍ ଏମିତି ଶୁଖିଲା ଶୁଖିଲା ଭଲ ଲାଗେନି ତାହେଲେ ଆପଣ ବି କର୍ଣ୍ଣଫ୍ଲୋର ଆଉ ପାଣି ଟିକେ ଗୋଳେଇକି ସେ ମସଲା ସାଙ୍ଗରେ ଦେଇପାରିବେ। କିନ୍ତୁ ସ୍ୱାମୀଙ୍କୁ ଆଉ ମତେ ବି ଏମିତି ନା ଖାଲି ଟିକେ ଶୁଖିଲା ଶୁଖିଲା ଥିଲେ ଭଲ ଲାଗେ। ଆମକୁ ଟିକେ ସେମିତି ପାଣିଆଟା ଭଲ ଲାଗେନି। ତ ଆମେ ସବୁବେଳେ ଏମିତି ବନାଉ। ଦେଖୁନାହାନ୍ତି କେତେ ବଢିଆ ଦେଖାଯାଉଛି। ତାପରେ ଆମକୁ ପ୍ରବଳ ଭୋକ ହେଇଥିଲାନି, କଣ ପାଇଁ କି ଡେରି ବି ହେଇଯାଇଥିଲା। ତ ସେଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ଥାଳିରେ ବାଢିଲି ଏଗ୍ ଫ୍ରାଏଡ୍ ରାଇସ୍ ଆଉ ତାପରେ ଦେଲି ସେଥିରେ ଚିଲି ମସରୁମ୍। ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉଛି ନା। ପରେ ଆମେ ଦି ଜଣ ସାଙ୍ଗ ହେଇ ଖାଇବାକୁ ବସିଲୁ। ଖରା ବେଲେ ତ ସାଙ୍ଗ ମିଶିକି ଖାଇପାରୁନି, ଏକା ଏକା ଖାଇବାକୁ ପଡେ କାମ ପାଇଁ। ତ ଏଥିପାଇଁ ଏ ସନ୍ଧ୍ୟା ସମୟରେ ଆମେ ଦି ଜଣ ଯାକ ଆରାମରେ ବସି କଥା ହେଇ ଦି ଜଣ ଯାକ ଖାଉ। ଆଉ ସ୍ୱାମୀଙ୍କୁ ତ ବଢିଆ ଲାଗୁଥିଲା, ମତେ ବି ବଢିଆ ଲାଗୁଥିଲା।
ସତରେ ବହୁତ ଟେଷ୍ଟି ହେଇଥିଲା। ଆପଣ ବି ଏଇପରି ତିଆରି କରନ୍ତୁ। ମୁଁ ଜାଣିଛି ଆପଣଙ୍କ ବି ଘରେ ସମସ୍ତେ ବହୁତ ପସନ୍ଦ କରିବେ। ଆଉ ଆଜି ସ୍ୱାମୀ ବହୁତ ଗୁଡ଼େ ପରିବା ପତ୍ର ବି ଆଣିଥିଲେ। ଦେଖୁଛନ୍ତି ଜରିରେ କେତେ ଗୁଡ଼େ ପରିବା ପତ୍ର ଅଛି। ମୋତେ ଫ୍ରିଜରେ ସବୁ ଜିନିଷକୁ ଗୋଟେ ଗୋଟେ ସାଇଜ କରିକି ରଖିବାକୁ ପଡ଼ିବ। ଜିନିଷକୁ ସଜେଇକି ରଖିବା ଫ୍ରିଜରେ ବହୁତ କଷ୍ଟ। କଣ ପାଇଁ କି ଅଲଗା ଜିନିଷ କ୍ଷୀର ଥାଏ, କେତେ ଜିନିଷ, ସେଥିରେ ପୁଣି ଏଇ ଜିନିଷ ଗୁଡାକ ସଜେଇକି ରଖ। ଆପଣମାନେ ବି ହଇରାଣ ହୁଅନ୍ତି କି ନାଇଁ ମୋ ପରି ଜିନିଷ ରଖିଲା ବେଳକୁ? ମତେ କମେଣ୍ଟ ସେକ୍ସନରେ ଜଣେଇବେ ତ। ଆଉ ଯଦି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ଯେମିତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ ସେୟାର କରିବାକୁ ଜମା ବି ନ ଭୁଲନ୍ତୁ। ଆପଣମାନେ ଭିଡିଓ ତ ଦେଖୁଛନ୍ତି କିନ୍ତୁ ଲାଇକ୍ କରୁନାହାନ୍ତି କି ଚ୍ୟାନେଲକୁ ସବସ୍କ୍ରାଇବ କରୁନାହାନ୍ତି। ସେ ଏଥିରେ ଆପଣଙ୍କୁ ଜମା ବି କିଛି ଖର୍ଚ୍ଚ ହଉନି କିନ୍ତୁ ମତେ ବହୁତ ଖୁସି ଲାଗେ। ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହିଲି, ନମସ୍କାର।